ବାଲେଶ୍ୱର ସହରର ସୁଏଲପୁରରେ ଅନୁଷ୍ଠିତ ହେଲା ମା ବୁଢ଼ୀ ମଙ୍ଗଳାଙ୍କ 56ତମ ବାର୍ଷିକ ଉତ୍ସବ। ବାଲେଶ୍ୱର ସହରର ସୁଏଲପୁର ସ୍ଥିତ ମା ବୁଢ଼ୀ ମଙ୍ଗଳାଙ୍କ ମନ୍ଦିରର 56ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦିବସବ୍ୟାପୀ ବିଭିନ୍ନ ପୂଜାନୀତି ସହ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା। ସକାଳେ ପ୍ରଥମେ ମାଙ୍କ ବାର୍ଷିକ ଉତ୍ସବ ଘଟ ସ୍ଥାପନ କରାଯାଇଥିଲା। ପରେ ମାଙ୍କ ଷୋଡ଼ଶ ଉପଚାର ପୂଜାନୀତି ଆରମ୍ଭ ସହ ଚଣ୍ଡୀପାଠ କରାଯାଇଥିଲା। ଏହାପରେ ସୁଏଲପୁର ଗ୍ରାମବାସୀଙ୍କ ସମେତ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମାଙ୍କର ଯଜ୍ଞାଦି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ ସହିତ ମାଙ୍କ ଆରତୀ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଏଥିରେ ଉପସ୍ଥିତ ରହି ମାଙ୍କର ଆଶୀଷ ଲାଭ କରିଥିଲେ। ତେବେ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତ ପଣା ସମସ୍ତଙ୍କ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା। ଦିବସବ୍ୟାପୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ସ୍ଥାନୀୟ କାଉନସିଲର ଶେଖ ଆୟୁବ, ସାମାଜିକ କର୍ମୀ ମିନତୀ ସେଠୀ, ପ୍ରତିମା ପଣ୍ଡା, ରାଜଲକ୍ଷ୍ମୀ ଚାଟାର୍ଜୀ, ପ୍ରଶାନ୍ତି ପଣ୍ଡା, ପ୍ରଜ୍ଞା ପରିମିତା ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ବାଲେଶ୍ୱରବାସୀଙ୍କ କଲ୍ୟାଣ ନିମନ୍ତେ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସନ୍ଧ୍ୟା ସମୟରେ ଆୟୋଜିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସୁଏଲପୁର ତଥା ଆଖପାଖ ଅଞ୍ଚଳର 3000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ଅନ୍ତର୍ଯ୍ୟାମୀ ପଣ୍ଡା ଓ ସମ୍ପାଦକ ରାମେଶ୍ୱର ବେହେରାଙ୍କ ସମେତ ମାନସ ରଞ୍ଜନ ସାହୁ, ବିଶ୍ୱରୂପ ଦେ, ନିରଞ୍ଜନ ଦାସ, ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସୁଏଲପୁରବାସୀ ଗର୍ବ ଆଉ ଗୌରବ ଅନୁଭବ କରୁଛନ୍ତି ଯେ ପ୍ରତିବର୍ଷ ଆମର ଏହି ସୁଏଲପୁରରେ ଏହି ଚୈତ ପୂର୍ଣ୍ଣମୀରେ ଆମର ମା ମଙ୍ଗଳାଙ୍କ ପାଖରେ ଅନେକ ଆଡ଼ମ୍ବର ଗ୍ରାମବାସୀଙ୍କ ସହିତ ମିଶି ପୂଜାର୍ଚ୍ଚନା କରାଯାଏ। ଏଥିରେ ଚଣ୍ଡୀପାଠ କରାଯାଏ, ପ୍ରସାଦ ସେବନ କରାଯାଏ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ସହାୟତା କରାଯାଏ। ଏ ବର୍ଷ ଆମେ ଗୋଟେ ନୂଆ କରି ଆରମ୍ଭ କରିଛୁ ଯେ ଯେଉଁ ଲୋକମାନେ ଅପାହିଜ ହେଇଯାଇଥିବେ, ଚାଲି ପାରୁନଥିବେ, କଥା କହିପାରୁନଥିବେ, ସେମାନଙ୍କୁ ଆମେ ଆର୍ଥିକ ସାହାଯ୍ୟ ଦେଉଛୁ। ଏ ବର୍ଷ ଆମେ ଆରମ୍ଭ କରିଛୁ ପ୍ରତି ଲୋକଙ୍କୁ ଯେଉଁମାନେ ଆପାହିଜ ଅଛନ୍ତି ସେମାନଙ୍କୁ 2000 କରି ଦିଆଯାଉଛି। ଆଜି ଆମ ଗାଁର ଗୌରବ ଯେ ଆମର ପୂର୍ବତନ ବିଧାୟକ ଏବଂ ପ୍ରେଜେଣ୍ଟ MLA MP ସମସ୍ତେ ଆଜି ଉପସ୍ଥିତ ଥିଲେ ଏବଂ ତାଙ୍କ ହାତରୁ ଆଜି ସମସ୍ତେ ପ୍ରସାଦ ନେଇଛନ୍ତି। ଆଉ ଗ୍ରାମବାସୀ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଯେ ଆଜି ଏଇଭଳି ଭାବରେ କାମ ଆଗକୁ ବଢ଼ି ଚାଲୁ, ସମସ୍ତଙ୍କ ସହଯୋଗ ରହୁ। ସମସ୍ତେ ଆଶା କରିବେ ଯେ এই অনুষ্ঠাନ ଏମିତି ଦୀର୍ଘଜୀବୀ ହେଉ, ଗ୍ରାମବାସୀମାନଙ୍କ ସହଯୋଗ ରହୁ, ଆପଣମାନଙ୍କ ସହଯୋଗ ରହୁ। ତେଣୁ ମୁଁ ଏଇ ମିଡ଼ିଆ ମାଧ୍ୟମରେ ଆରମ୍ଭ କହୁଛି ଯେ ଆପଣମାନେ ଏହାକୁ ପ୍ରଚାର କରନ୍ତୁ ଯେ ପ୍ରତି ଗ୍ରାମରେ, ପ୍ରତି ସହରରେ, ପ୍ରତି ଜିଲ୍ଲାରେ এই ଜିନିଷଗୁଡ଼ିକ ବଢ଼ି ଚାଲୁ, ଆମର ଭାତୃଭାବ ବଞ୍ଚି ରହୁ ଏବଂ ହିନ୍ଦୁତ୍ୱ ବଞ୍ଚି ରହୁ। মা